हेलो फ्रेंड्स, आशा करছি ସମସ୍ତେ ଇତିହାସର ପ୍ରଥମ ଅଧ୍ୟାୟ ପାଇଁ ଯେଉଁ ସିଲେକ୍ଟେଡ୍ କ୍ୱେଶ୍ଚିନ୍କୁ ନେଇ ଭିଡ଼ିଓ ବନା ହେଇଥିଲା ସେଇଟା ସମସ୍ତେ ଦେଖି ସାରିଥିବେ। ଏଇଟା ଆଜି ଆମେ ଦ୍ୱିତୀୟ ଅଧ୍ୟାୟର ସିଲେକ୍ଟେଡ୍ କ୍ୱେଶ୍ଚିନ୍କୁ ଡିସ୍କସନ୍ କରିବା। ଓକେ, ତ ପ୍ରଥମ କ୍ୱେଶ୍ଚିନ୍ ମୁଁ ନେଉଛି 1866ରେ ଯେଉଁ ମହାଦୁର୍ଭିକ୍ଷ ହେଇଥିଲା ତାପରେ କମିଶନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ କ'ଣ କରିଥିଲେ ସିଏ 1866 ମସିହାରେ ଯେଉଁ ମହାଦୁର୍ଭିକ୍ଷ ପରେ ଓଡ଼ିଶାର ଉନ୍ନତି ପାଇଁ ଇଂରେଜମାନେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ। ଏଇଟା ଫାଷ୍ଟ ପଏଣ୍ଟରେ ଲେଖିଦେବ, ଅନେକ କରିଥିଲେ ବୋଲି। ଦ୍ୱିତୀୟ ପଏଣ୍ଟରେ କ'ଣ ଲେଖିବ, ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ମେନଲି ସେ ମାନେ ଆମେ ଆନ୍ସରଟାକୁ ବଢ଼ାଇବା ପାଇଁ ଏତେ ସବୁ ଲେଖୁଛନ୍ତି, କିନ୍ତୁ ମେନ୍ ଆନ୍ସର ହେଉଛି ଏତିକି, ଆଳି ଆଉ ବାଙ୍କିଠାରେ ନୂତନ ବନ୍ଧମାନ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରିଥିଲେ। ଏଇଟା MCQରେ ବି ଆସୁଛି ହେଲା, ଲଙ୍ଗ ଏଜ୍ ୱେଲ୍ ଏଜ୍ ଆମର ସବଜେକ୍ଟିଭ ତା ସାଙ୍ଗରେ MCQ ବି ଆସୁଛି। ଏ କ୍ୱେଶ୍ଚିନ୍ଟା ମାନେ ଟି.ଇ. ରେଭେନ୍ସା ହେଲା କ'ଣ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ଆଫ୍ଟର 1866 ଯେଉଁ ମହାଦୁର୍ଭିକ୍ଷ ହେଇଥିଲା ହେଲା। ତ ଏବେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍କୁ। କିଏ ମହିମା ଧର୍ମର ପ୍ରବର୍ତ୍ତକ ଥିଲେ ଏବଂ ଏହି ଧର୍ମ ଓଡ଼ିଆମାନଙ୍କ ଉପରେ କିପରି ପ୍ରଭାବ ପକାଇଥିଲା? ଏଇଟା MCQରେ ଏବେ ଆସେ, ଆଉ ଏମିତି ଦୁଇଟା କ୍ୱେଶ୍ଚିନ୍ ଦେଇଦେଲେ ସିଏ ହିଁ 2 ମାର୍କ ହେଇଯାଏ ହେଲା କି। ତ ମହିମା ଧର୍ମର ପ୍ରବର୍ତ୍ତକ ହେଉଛନ୍ତି ମହିମା ଗୋସ୍ୱାମୀ। ଏହି ଧର୍ମ ଓଡ଼ିଆ ନବଜୀବନ ଓଡ଼ିଆ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା ହେଲା। ଓଡ଼ିଆ ଜନଜୀବନ ମାନେ ଓଡ଼ିଆମାନଙ୍କର ଜୀବନ ଶୈଳୀରେ ଓଡ଼ିଆମାନଙ୍କର ସାହିତ୍ୟ ଭିତରେ ଇଏ ପ୍ରଭାବ ଆଣିଥିଲା। କିଏ? ମହିମା ଧର୍ମ ପ୍ରବର୍ତ୍ତକ ମହିମା ଗୋସ୍ୱାମୀ। ମନେ ରହିଲା। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ତାପରେ ଏଇଠି ବି ଦେଇଛି କ'ଣ ଆଉ ଟିକେ, ଭୀମ ଭୋଇଙ୍କ ଦ୍ୱାରା ରଚିତ କବିତା ଗୁଡ଼ିକ ଓଡ଼ିଆମାନଙ୍କ ମନରେ ନିଃସ୍ୱାର୍ଥପର ସେବା ମାନେ ଅନ୍ୟମାନଙ୍କୁ କିପରି ସେବା କରିବା ହେଲା, ଜାତି ପ୍ରୀତି ମାନେ ଅନ୍ୟ ଜାତିକୁ ମଧ୍ୟ କେମିତି ଆମେ ଭଲ ପାଇବାର ଶିଖିବା, ଆତ୍ମବଳିଦାନ ମାନେ କାହାର ଅସୁବିଧାକୁ ସାହାଯ୍ୟ କରିବାକୁ ଯାଇ ଅନ୍ୟର ସେବା କରିବାକୁ ଯାଇ ନିଜକୁ ଆତ୍ମକୁ ବଳିଦାନ କିପରି ଦେବା, ଏଇସବୁ ଭାବନା ସୃଷ୍ଟି କରିଥିଲା। ଓଡ଼ିଆମାନଙ୍କ ମଧ୍ୟରେ ଏକତା ଆଣିପାରିଥିଲା ହେଲା। ମହିମା ଧର୍ମ, କି ଧର୍ମ? ମହିମା ଧର୍ମ। କାହିଁକି ମଧୁବାବୁ, ଏଇଟା ବହୁତ ଥର କ୍ୱେଶ୍ଚିନ୍ଟା ଆସିଛି, କାହିଁକି ମଧୁବାବୁ ଉତ୍କଳ ସମ୍ମିଳନୀ ସହିତ ସମ୍ପର୍କ ଛିନ୍ନ କରିଥିଲେ? ଏଇଟା ପଢ଼ିଲେ ଯାହା ଲେଖିବ, ଉତ୍କଳ ସମ୍ମିଳନୀର ଚକ୍ରଧରପୁର ଅଧିବେଶନର ଗୁରୁତ୍ୱ କ'ଣ ଥିଲା ବୋଲି ହେଲେ ଏଇଟା ଲେଖିବ, କାରଣ ମଧୁବାବୁ ଚକ୍ରଧରପୁର ଅଧିବେଶନରେ ହିଁ କ'ଣ ଉତ୍କଳ ସମ୍ମିଳନୀରୁ ସମ୍ପର୍କ ଛିନ୍ନ କରିଥିଲେ ହେଲା। ଆନ୍ସର ହେଉଛି ଉତ୍କଳ ସମ୍ମିଳନୀ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେବା ଫଳରେ ଉତ୍କଳ ସମ୍ମିଳନୀ କଂଗ୍ରେସ ସହିତ ମିଶିଗଲା। ଆମେ ପୂର୍ବରୁ ପାଠରୁ ପଢ଼ିଛେ, ଯଦି ନ ପଢ଼ିଛ ମଧ୍ୟ ଶୁଣିଦିଅ, ମନେ ରହିଯିବ। ଉତ୍କଳ ସମ୍ମିଳନୀ ଯେଉଁ ଥିଲା ତାଙ୍କର ଗୋଟେ ସ୍ୱତନ୍ତ୍ର ଥିଲା, ସିଏ ଆମର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା। ଆମର ସବୁ କିଏ କୁଆଡ଼େ ମିଶିକି ଥିଲେ ହେଲା, ମାନେ ଥିଲେ ସେଇ ଜାଗାରେ, କିନ୍ତୁ ସେମାନଙ୍କର ଶାସନ ସବୁ ଅନ୍ୟ ଜାଗାରେ ଥିଲା। କିଏ କେନ୍ଦ୍ରୀୟ ପ୍ରଦେଶରେ ଥିଲା, କିଏ ମାନ୍ଦ୍ରାଜରେ ଥିଲା ହେଲା କି, କିନ୍ତୁ ତାଙ୍କେ ଓଡ଼ିଶା ସହିତ ସମ୍ପର୍କ ନଥିଲେ। କିନ୍ତୁ ପରେ କ'ଣ ହେଲା, ଉତ୍କଳ ସମ୍ମିଳନୀ କଂଗ୍ରେସ ସହିତ ମିଶିଗଲା, ଯାହାଫଳରେ ଉତ୍କଳ ସମ୍ମିଳନୀର ସ୍ୱତନ୍ତ୍ର ସତ୍ତା ଲୋପ ପାଇଗଲା। ଯାହାଫଳରେ କ'ଣ ହେଲା, ମଧୁବାବୁ ଅସହଯୋଗ ଆନ୍ଦୋଳନର ମଧ୍ୟ ବିରୋଧୀ ଥିଲେ, ତେଣୁ ସେ ଉତ୍କଳ ସମ୍ମିଳନୀ ସହ ସମ୍ପର୍କ ତୁଟାଇ ଦେଲେ। କାରଣ ମଧୁବାବୁ ମାନେ ତାର ବିରୋଧରେ କାହାର ବିରୋଧରେ ଥିଲେ? ଅସହଯୋଗ ଆନ୍ଦୋଳନର ବିରୋଧରେ ଥିଲେ। ହେଲେ ଅସହଯୋଗ ଆନ୍ଦୋଳନ କିଏ କରିଥିଲା? କଂଗ୍ରେସ କରିଥିଲା। ଆଉ ଥରେ ସେ କଂଗ୍ରେସ ଆସିକିରି ତାଙ୍କର ମିଟିଂରେ ମିଶିଗଲା, ସେଥିପାଇଁ ତାଙ୍କୁ ଭଲ ଲାଗିଲାନି, ସେ ତାହିରୁ ସମ୍ପର୍କ ତୁଟେଇ ଦେଇଥିଲେ। ମନେ ରହିଲା ହେଲା। କ'ଣ? ଉତ୍କଳ ସମ୍ମିଳନୀ କଂଗ୍ରେସର ଲକ୍ଷ୍ୟ ଆଦର୍ଶକୁ ଗ୍ରହଣ କରିନେଲା ହେଲା। ଫାଷ୍ଟ କଂଗ୍ରେସର ଆଦର୍ଶକୁ ଗ୍ରହଣ କଲା, ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ ହେଉଛି ତାଙ୍କେ ଅସହଯୋଗ ଆନ୍ଦୋଳନକୁ ମାନେ ସପୋର୍ଟ କରୁନଥିଲେ, ଯେଉଁଟାକି କଂଗ୍ରେସର ଥିଲା। ଏହିସବୁ କାରଣରୁ ସିଏ ଛିନ୍ନ କରିଦେଲେ ସମ୍ପର୍କ।
ପୂର୍ଣ୍ଣାଙ୍ଗ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ମଧୁବାବୁ କି ପ୍ରକାର ଉଦ୍ୟମ କରିଥିଲେ, ମାନେ କ'ଣ କ'ଣ ଚେଷ୍ଟା କରିଥିଲେ ମଧୁବାବୁ? ମଧୁବାବୁ 1907ରେ ଇଂଲଣ୍ଡ ଯାତ୍ରା କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ନିମନ୍ତେ ଭାରତ ଶାସନ ସହିତ ସମ୍ପୃକ୍ତ କର୍ମକର୍ତ୍ତାକୁ ପ୍ରବର୍ତ୍ତାଇଥିଲେ। ମାନେ ଭାରତର ଶାସନ ନିମନ୍ତେ ଯେଉଁ ଅଫିସର ମାନେ ଥିଲେ ତାଙ୍କୁ ଯାଇକି ବୁଝେଇଥିଲେ ଯେ ଭାରତରେ ଯେଉଁ ଆପଣ ଯେଉଁ ଶାସନ କରୁଛନ୍ତି ଓଡ଼ିଶା ବୋଲି ସ୍ୱତନ୍ତ୍ର ରାଜ୍ୟ କାହିଁକି ହେବା ଦରକାର। ତାପରେ ବିହାର ଓଡ଼ିଶା ପ୍ରାଦେଶିକ ଲେଜିସ୍ଲେଟିଭ କାଉନସିଲ ହେଲା ସଭ୍ୟ ଭାବେ ସେ ବାରମ୍ବାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ମଧ୍ୟ ଯୁକ୍ତି ବାଢ଼ିଥିଲେ। ସେ ବିହାର ଆଉ ଓଡ଼ିଶାର ପ୍ରାଦେଶିକ ଲେଜିସ୍ଲେଟିଭ କାଉନସିଲ ଗୋଟେ ଥିଲା ହେଲା, ଗୋଟେ କମିଟି ବୋଲି ଭାବିପାରିବ ତମେ ବର୍ତ୍ତମାନ ପାଇଁ ହେଲା। ତାଇରେ ମଧ୍ୟ ସେ କ'ଣ ଥିଲେ, ଗୋଟେ ସଭ୍ୟ ଥିଲେ। ସେଇଠି ମଧ୍ୟ ସେ ବାରମ୍ବାର କହୁଥିଲେ ଯେ ବିହାର ଓଡ଼ିଶା ଅଲଗା ଅଲଗା ହେବା ଦରକାର, ଏମିତି হবে ନା ହେଲା, ଏମିତି କହୁଥିଲେ ସେ। ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ମଧ୍ୟ ତାର ଆନ୍ଦୋଳନ ଜାରି ରଖିଥିଲା। ମଧୁବାବୁ କ'ଣ କରିଥିଲେ, ଉତ୍କଳ ସମ୍ମିଳନୀ କରିଥିଲେ। ତା ସାଙ୍ଗେ ସାଙ୍ଗେ ହେଲା ସିଏ ମାନେ ନିଜେ ମଧ୍ୟ ଯାଇକିରି ବହୁତ ଜାଗାରେ ଇଂଲଣ୍ଡ ଯାଇ କହୁଥିଲେ, ବିହାର ଓଡ଼ିଶାର ଯେଉଁ କାଉନସିଲ ମିଟିଂରେ କହୁଥିଲେ। ଏପଟେ ଆଙ୍କର ଯେଉଁ ସମ୍ମିଳନୀ ହେଇଥିଲା କୋଉଟା ଉତ୍କଳ ସମ୍ମିଳନୀ, ସିଏ ତାର କାମ କରୁଥିଲା ଓଡ଼ିଶା ପ୍ରଦେଶ ଗଠନ ପାଇଁ ହେଲା, ଓଡ଼ିଶା ପ୍ରଦେଶ ଗଠନ ପାଇଁ। ଲର୍ଡ କର୍ଜନଙ୍କୁ କିଏ ଓଡ଼ିଶା ଆଣିଥିଲେ, ମାନେ ଯେଉଁ ଲର୍ଡ କର୍ଜନ ତାଙ୍କୁ ଓଡ଼ିଶାକୁ କିଏ ଆଣିଥିଲେ, ଆଉ କର୍ଜନଙ୍କର ଗ୍ରସ୍ତ ଫଳରେ ମାନେ ଆସିବା ଫଳରେ ଓଡ଼ିଶାରେ କ'ଣ ଲାଭ ହେଲା। ଲର୍ଡ କର୍ଜନଙ୍କୁ ମଧୁବାବୁ ଓଡ଼ିଶା ଆଣିଥିଲେ। କିଏ ଆଣିଥିଲେ? ମଧୁବାବୁ ଓଡ଼ିଶା ଆଣିଥିଲେ। ଆଉ କ'ଣ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ, ମାନେ ଓଡ଼ିଆ କହୁଥିବା ଲୋକ କିଏ ତେଲୁଗୁ ଅଞ୍ଚଳରେ ଅଛି, କିଏ କେନ୍ଦ୍ରୀୟ ଅଞ୍ଚଳରେ ଅଛି, କିଏ ମାନ୍ଦ୍ରାଜ ଅଞ୍ଚଳରେ ଅଛି, ଏମାନଙ୍କୁ ସବୁ ଗୋଟେ ଜାଗାକୁ ଅଣାଯାଉ, ମାନେ ଗୋଟେ ଶାସନାଧୀନ ହୁଅନ୍ତୁ ହେଲା କି, ଓଡ଼ିଆ ଲୋକକୁ ଓଡ଼ିଆ ଲୋକ ହିଁ ଶାସନ କରନ୍ତୁ ହେଲା, ଗୋଟେ ବାନ୍ଧି ହେଇକି ରୁହନ୍ତୁ। କାରଣ ଏଇଟା ଓଡ଼ିଶା ଥିଲେ ଏଇଟା ଅଧେ ଭାଗ କିଏ ଅଲଗା ଲୋକ ଶାସନ କରୁଥିଲା, ଆକୁ କିଏ ଅଲଗା ଲୋକ ଶାସନ କରୁଥିଲା, ଆକୁ କିଏ ଅଲଗା ଲୋକ ଶାସନ କରୁଥିଲା, ଆକୁ କିଏ ଅଲଗା ଲୋକ ଶାସନ କରୁଥିଲା। ସେ ଚାହୁଁଥିଲେ ଯେ ସବୁ ଯାକ ଗୋଟେ ଶାସନାଧୀନ ହଉ ହେଲା କି, ସେଇଥିପାଇଁ ସିଏ ସବୁ ଏ ପ୍ରକାର ଚେଷ୍ଟା ସବୁ କରୁଥିଲେ। ଯେଉଁ ଆମେ ଆଜିକାର ଓଡ଼ିଶା ଦେଖୁଛନ୍ତି ସିଏ ହେଉଛି ମଧୁବାବୁଙ୍କର ଏଇସବୁ ମାନେ କ'ଣ ପରିଶ୍ରମ ଫଳରେ ଆଜି ହେଇଛି ବୋଲି କହିପାରିବା ଆମେ। ଆଉ କ'ଣ ଫଳରେ 1903 ଜାନୁଆରୀ 1 ତାରିଖରୁ ପୁନର୍ବାର ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହେଲା। ବୁଝିପାରିଲ ନା ନାଇଁ? କାହାର? ଲର୍ଡ କର୍ଜନ ଆସିବା ଯୋଗୁରୁ ତାଙ୍କେ ବୁଲାବୁଲି କଲେ, ଦେଖିଲେ, ଆଉ ସେ ଉପଲବ୍ଧି କଲେ ଯେ ନାଇଁ ଠିକ୍ କଥା, ଓଡ଼ିଆ ଭାଷାଭାଷୀ ଲୋକମାନେ ଗୋଟେ ଜାଗାରେ ରହିବା ଦରକାର। ତାପରେ 1903 ଜାନୁଆରୀ 1ରେ କ'ଣ ହେଲା, ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହେଲା। କାରଣ ଆଗରୁ କ'ଣ ହିନ୍ଦୀ ଭାଷା ପ୍ରଚଳିତ ହେଉଥିଲା ଓଡ଼ିଆ ଜାଗାରେ। ଉତ୍କଳ ଦୀପିକାର ସମ୍ପାଦକ ନାମ କ'ଣ ଏବଂ ଏହା କେଉଁଠାରୁ ପ୍ରକାଶ ପାଉଥିଲା? ସମ୍ପାଦକର ନାମ କ'ଣ? ଗୌରୀଶଙ୍କର ରାୟ। ଏଇଟା କଟକରୁ ପ୍ରକାଶ ପାଉଥିଲା। ବାଲେଶ୍ୱରରେ ବୋଧଦାୟିନୀ କେବେ ଓ କାହା ସମ୍ପାଦନାରେ ପ୍ରକାଶିତ ହୋଇଥିଲା? ବାଲେଶ୍ୱରର ବୋଧଦାୟିନୀ 1868 ମସିହାରେ ପ୍ରକାଶିତ ହୋଇଥିଲା। ଏହା ଫଳରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିଲା। ବାଲେଶ୍ୱରରେ ବୋଧଦାୟିନୀ 1868 ଫକୀରମୋହନ ସେନାପତି। ତାପରେ ଆସିଲା ନଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ଓଡ଼ିଶାରେ କି ଜନ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ? ତମେ ତ ଜାଣିଛ ଥଣ୍ଡାର ଦିନ, ଥଣ୍ଡା ଧରିଦେଇଛି ମୋତେ ବି ହେଲା। ତ ଆମେ ପୂର୍ବ କୋଶ୍ଚିନ୍ରେ ପଢ଼ିଲେ ସେ ଆଳି ଆଉ ବାଙ୍କିଠାରେ ନୂତନ ବନ୍ଧ କରିଥିଲେ ଆଉ ପୁରୁଣା ବନ୍ଧର ମରାମତି କରିଥିଲେ। ତା ସାଙ୍ଗରେ ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶାକୁ ଭାରତର ଅନ୍ୟ ପ୍ରଦେଶ ସହିତ ସଂଯୁକ୍ତ କଲା ଭଳି ପକ୍କା ରାସ୍ତା କରିଥିଲେ ହେଲା। ଇଏ ହେଉଛି ଏହାର କୋଶ୍ଚିନ୍ର ଆନ୍ସର। ମଧୁବାବୁ ଉତ୍କଳ ସମ୍ମିଳନୀ ସହିତ କାହିଁକି ସମ୍ପର୍କ ଛିନ୍ନ କରିଥିଲେ ଏଇଟା ମଧ୍ୟ ପଢ଼ିଲେ, କିନ୍ତୁ ଏଇଠି ଗୋଟେ ଟିକେ ଏକ୍ସଟ୍ରା ପଏଣ୍ଟ ଦେଇଛି କ'ଣ, 1920 ମସିହାରେ ଯେଉଁ ଚକ୍ରଧରପୁର ଠାରେ ଯେଉଁ ଅନୁଷ୍ଠିତ ହୋଇଥିଲା ଉତ୍କଳ ସମ୍ମିଳନୀ, ସେଇଠି କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ କ'ଣ ହେଇଥିଲା, ଆମର ଉତ୍କଳ ସମ୍ମିଳନୀ ମାନି ନେଇଥିଲା। ସେଥିପାଇଁ ତ ମଧୁବାବୁ
କ'ଣ କରିଥିଲେ ଉତ୍କଳ ସମ୍ମିଳନୀ ସହିତ ସମ୍ପର୍କ ଛିନ୍ନ କରିଥିଲେ ହେଲା। ଆଉ ଏଇଟା ଅସହଯୋଗ ଆନ୍ଦୋଳନର ବିରୋଧୀ ଥିବାରୁ ଉତ୍କଳ ସମ୍ମିଳନୀ ସହ ସମ୍ପର୍କ ଛିନ୍ନ କରିଥିଲେ, ଏଇଟା ଆମେ ପଢ଼ିଲେ ହେଲା। ତାକୁ ସ୍କ୍ରିନଶଟ୍ ନେଇକି ମଧ୍ୟ ତମେ ପୁଣି ଥରେ ପଢ଼ିପାରିବ। ସାଇମନ କମିଶନ ଭାରତ ଗସ୍ତ ବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ କେଉଁଠାରେ ଓ କାହିଁକି ତାଙ୍କୁ ଭେଟିଥିଲେ ହେଲା। ଦେଖ ସାଇମନ କମିଶନକୁ ପୁରା ଦେଶ ସାରାରେ ଗୋ ବ୍ୟାକ୍ର ନାରା ଶୁଣିବାକୁ ମିଳିଥିଲା, ସାଇମନ ଗୋ ବ୍ୟାକ୍, ସାଇମନ ଗୋ ବ୍ୟାକ୍। କିନ୍ତୁ ସାଇମନ କମିଶନକୁ ଆମର ଓଡ଼ିଶାରେ କ'ଣ କରିଥିଲେ, ସଭ୍ୟମାନେ ଯାଇକି ଆମର ଉତ୍କଳ ସମ୍ମିଳନୀର ସଭ୍ୟମାନେ ଯାଇ ତାଙ୍କୁ ମିଶିଥିଲେ। ତ ଆନ୍ସର ହେବ ସାଇମନ କମିଶନ ଭାରତ ଗସ୍ତ ବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ ପାଟନା ଠାରେ ତାଙ୍କୁ ଯାଇକିରି ଭେଟିଥିଲେ, ମାନେ ବିହାରର ପାଟନା ଠାରେ ଯାଇକି ମିଶିଥିଲେ। ଉତ୍କଳ ସମ୍ମିଳନୀର ସଭ୍ୟମାନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦାବି ଉପସ୍ଥାପନା କରିବା ପାଇଁ କମିଶନକୁ ଭେଟିଥିଲେ। ମାନେ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଉଦ୍ଦେଶ୍ୟ। କେଉଁଠି ମିଶିଥିଲେ, ପାଟନା ଠାରେ ମିଶିଥିଲେ। କିଏ ମିଶିଥିଲେ, ଉତ୍କଳ ସମ୍ମିଳନୀର ସଭ୍ୟମାନେ। ଏଇଟା ଟିକେ ଗଡ଼ବଡ଼ି ହେଇଯାଇଛି କିନ୍ତୁ କୋଶ୍ଚିନ୍ଟା କହିଦେଉଛି, ତୁମେ ଅନ୍ୟ ଟେଷ୍ଟ ପେପର ନିଜର ବହିରୁ ମଧ୍ୟ ଦେଖିପାରିବ ଯେ କିଏ ଏବଂ କେବେ ସମ୍ବଲପୁର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ହେଲା। 1995 ଜାନୁଆରୀ 15ରେ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର୍ ଆଣ୍ଡ୍ରୁ ଫ୍ରେଜର ସମ୍ବଲପୁର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷାକୁ ପ୍ରଚଳନ କରିଦେଇଥିଲେ। ତାପରେ ଯେଉଁ ଲର୍ଡ଼ କର୍ଜନ ଆସିଲେ ପୁଣି ସିଏ ଅଲଗା ହେଲା। ରିସ୍ଲେ ସର୍କୁଲାର କେବେ ଆଉ କାହା ଦ୍ୱାରା ପ୍ରକାଶିତ ହୋଇଥିଲା, ଏଇଟା ବି ଟିକେ ଦେଖାଯାଉନି, ଟିକେ ଆଡ଼ଜଷ୍ଟ କରିଦେବ। ରିସ୍ଲେ ସର୍କୁଲାର 1903 ମସିହା ଡିସେମ୍ବର 3 ତାରିଖରେ ପ୍ରକାଶିତ ହୋଇଥିଲା। ଭାରତ ସରକାର ଘରୋଇ ସଚିବ ହେଲା, ଭାରତ ସରକାରଙ୍କର ଯେଉଁ ଘରୋଇ ସଚିବ ଯିଏ ଥିଲେ ହେନେରୀ ରିସ୍ଲେଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା। ଏଟାକୁ ଟିକେ ଘୁଷିବାକୁ ପଡ଼ିବ, ବୁଝିବାର ସେମିତି କିଛି ନାହିଁ। ଅଷ୍ଟିନ ହବାଙ୍କ ପରେ କିଏ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିଲେ? ମନେକର ପରୀକ୍ଷାରେ ପଚାରିବ ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ କହିଲେ ମଧ୍ୟ ତୁମେ କ'ଣ ଲେଖିବ, ଜନ୍ ଅଷ୍ଟିନ ହବାକ ଲେଖିବ। ତାପରେ କିଏ ରାଜ୍ୟପାଳ ଦାୟିତ୍ୱ ନେଲା? 5 ବର୍ଷ ପରେ କ'ଣ ଅଷ୍ଟିନ ପଳେଇଲେ, ଓଡ଼ିଶାରୁ ବିଦାୟ ନେଲେ। ତାଙ୍କ ପରେ ୱିଲିୟମ ଲୁଇସ୍ 1941 ଏପ୍ରିଲ 1 ତାରିଖରେ ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ। ଓଡ଼ିଶାର ପ୍ରଥମ ବିଧାନସଭା ବାଚସ୍ପତି ଆଉ ଉପବାଚସ୍ପତି କିଏ ଥିଲେ? ଓଡ଼ିଶାର ପ୍ରଥମ ବିଧାନସଭା ଯେତେବେଳେ ଫାଷ୍ଟ ଭୋଟ ହେଲା, ଫାଷ୍ଟ ସରକାର ହେଲା, ମୁକୁନ୍ଦ ପ୍ରସାଦ ଦାସ ହେଲେ ବାଚସ୍ପତି, ଉପବାଚସ୍ପତି ହେଲେ ନନ୍ଦକିଶୋର, ଏଇଟା କ'ଣ ଦେଖାଯାଉନି ଟିକେ, ନନ୍ଦକିଶୋର ଦାସ ହେଲା। ଆଉ ଦୁଇଟା କୋଶ୍ଚିନ୍ ରହିଲା, ଫିଲିପ ଡଫ୍ କମିଟି ଆଉ ଅଟଲି ସବ୍ କମିଟି ହେଲା। ଏଇଟା ବି ଟିକେ ଟିକେ ଦେଖିକି ଯାଅ। ଫିଲିପ ଡଫ୍ କମିଟି କେବେ, କାହିଁକି, କିପରି ହୋଇଥିଲା ହେଲା, କିପରି ଗଠିତ ହୋଇଥିଲା? ଗଞ୍ଜାମର ଓଡ଼ିଆ ଲୋକ, ଗଞ୍ଜାମ ଥିଲା ଆମ ମାନ୍ଦ୍ରାଜରେ ହେଲା, ଆମେ ଥିଲୁ ଓଡ଼ିଆ ଭାଷାଭାଷୀ ଲୋକ, କିନ୍ତୁ ମାନ୍ଦ୍ରାଜର ଲୋକ ମାନେ ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ଆମେ ମିଶିକି ଥିଲୁ। ଓଡ଼ିଶା ସହିତ ମିଶିବାକୁ ଦାବି କରି ଆସୁଥିଲେ ମଧ୍ୟ ମାନ୍ଦ୍ରାଜ ସରକାରର ମନୋବୃତ୍ତିରେ ପରିଣତ କିଛି ବି ପରିବର୍ତ୍ତନ ହୋଇନଥିଲା। ମାନେ ଆମେ ବାରମ୍ବାର କହୁଥିଲୁ ଯେ ଆମେ ଓଡ଼ିଶା ସରକାର ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ଶାସନାଧୀନ ରହିବୁ ବା ଆମ ପାଇଁ ଗୋଟେ ଅଲଗା ଓଡ଼ିଆମାନଙ୍କର ଅଣ୍ଡରରେ ଆମେ ରହିବୁ। ତଥାପି ମାନ୍ଦ୍ରାଜ ସରକାର କେତେ ଶୁଣି ମଧ୍ୟ ଅଣସୁନା କରିଦେଉଥିଲେ କଥାଟାକୁ। 1924 ମସିହାର ଶେଷ ଭାଗରେ କ'ଣ ହେଲା, ଇଂରେଜ ସରକାର ଗଞ୍ଜାମର ଓଡ଼ିଶାରେ ମିଶ୍ରଣ ଦାବିର ଯଥାର୍ଥତା ଅନୁଧ୍ୟାନ କରିକି ଏକ 2 ଜଣିଆ କମିଟି କଲେ। ହେଲେ ଆମେ ଇଂରେଜମାନଙ୍କ ପାଖରେ ବାରମ୍ବାର କହିଲାରୁ କ'ଣ ହେଲା, ହଉ ଠିକ୍ ଅଛି, ତୁମର କଥାଟା କେତିକି ଯୁକ୍ତିଯୁକ୍ତ ଆମେ ଦେଖିବା କହିକି ତାଙ୍କୁ ଗୋଟେ 2 ଜଣିଆ କମିଟି କଲେ ଯେ ଯାଅ ଗଞ୍ଜାମ ଲୋକ କ'ଣ ଓଡ଼ିଆ ଭାଷାଭାଷୀ ଲୋକ ସହିତ ମିଶିବାଟା ଯୁକ୍ତିଯୁକ୍ତ କି ଯଥାର୍ଥ କି ବୋଲି ମାନେ ଜାଣିବା ପାଇଁ ଗୋଟେ କମିଟି କରାଯାଇଥିଲା ହେଲା। 1924ରେ 2 ଜଣିଆ କମିଟି। ତାରି କିଏ ଥିଲେ? 2 ଜଣ, ଗଡ଼ଜାତ ରାଜ୍ୟ ସମୂହର ପଲିଟିକାଲ ଏଜେଣ୍ଟ CL ଫିଲିପ, ମାନ୍ଦ୍ରାଜ ପ୍ରେସିଡେନ୍ସିର ବେଲା ଜିଲ୍ଲାର ଜିଲ୍ଲାପାଳ SC ଡଫ୍। ଏଇ 2 ଜଣର ଥିଲେ ଆମର
କମିଟିର ସଦସ୍ୟ। ସେଥିପାଇଁ ତ ହେଲା ଫିଲିପ ଡଫ୍। ଆଉ କ'ଣ ଆଙ୍କର ଫିଲିପ ନିଆଗଲା ହେଲା, ଆଙ୍କର ଡଫ୍। ତ ଏଇ କମିଟି ହେଲା ଫିଲିପ ଡଫ୍। ମେନଲି ଗଞ୍ଜାମ ହେଲା, ଗଞ୍ଜାମ ଚାହୁଁଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସହିତ ମିଶିବାକୁ। ସିଏ ଥିଲା ମାନ୍ଦ୍ରାଜରେ। ମାନ୍ଦ୍ରାଜ ସରକାରକୁ କେତେ କହିଲେ ମଧ୍ୟ ତାଙ୍କେ ଶୁଣୁନଥିଲେ କଥାଟାକୁ। ଇଂରେଜ ସରକାରକୁ ଦାବି ବାରମ୍ବାର କଲା ପରେ ତାକେ ଗୋଟେ 2 ଜଣିଆ କମିଟି କଲେ। କ'ଣ ପାଇଁ କଲେ? ଯେ ଗଞ୍ଜାମ ଓଡ଼ିଶାରେ ମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ମିଶିବାଟା ଯଥାର୍ଥ କି ନାହିଁ ଦେଖିବା ପାଇଁ। ସେଇଠୁ ତିଆରି ହେଇଥିଲା ଫିଲିପ ଡଫ୍ କମିଟି। ତାପରେ ଅଟଲି ସବ୍ କମିଟି କିପରି ଗଠିତ ହୋଇଥିଲା ହେଲା, କ'ଣ ଏହା ସୁପାରିଶ କରିଥିଲା ଓଡ଼ିଶା ପ୍ରଦେଶ ପାଇଁ? ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସମ୍ପର୍କରେ ମତାମତ ଦେବା ପାଇଁ ହେଲା, ମାନେ ଓଡ଼ିଶା ପ୍ରଦେଶ କରିବାଟା କେତେ ଦୂର ଯଥାର୍ଥ, ଓଡ଼ିଶା ବୋଲି ରାଜ୍ୟ କରିବାଟା କ'ଣ ଠିକ୍ ହେବ କି ନାହିଁ, ତାହା ପାଇଁ ମତାମତ ଦେବା ପାଇଁ CR ଅଟଲିଙ୍କ ଅଧ୍ୟକ୍ଷତାରେ, ମାନେ ଆଗେ ମେଇନ୍ ଥିଲେ ସେଥିରେ ଅଧ୍ୟକ୍ଷ କରିଥିଲେ, ଏକ ସବ୍ କମିଟି ଗଠନ କରାଯାଇଥିଲା। ଏହି ସବ୍ କମିଟିର ସଦସ୍ୟ ଥିଲେ କେନ୍ଦ୍ରୀୟ ବିଧାୟକ ସଭାର ସଦସ୍ୟ ଡକ୍ଟର ସୁରୱାର୍ଦୀ, ବିହାର ଓଡ଼ିଶା ବିଧାନ ପରିଷଦର ଓଡ଼ିଆ ସଦସ୍ୟ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଆଉ ଲକ୍ଷ୍ମୀଧର ମହାନ୍ତି। এই କମିଟି ସୁପାରିଶ କ'ଣ କରିଥିଲା, ମାନେ କ'ଣ କହିଥିଲା ନା ଓଡ଼ିଆମାନଙ୍କର ଦାବି ଏକଦମ ଯୁକ୍ତିଯୁକ୍ତ, ସେମାନେ ଗୋଟେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ଜରୁରୀ, ଆଉ ସ୍ୱତନ୍ତ୍ର ସାର୍ବଜନୀନ ମତ ଏଇଟା ଗୋଟେ ଠିକ୍ ମତ, ଏଥିରେ କୌଣସି ଭୁଲ ନାହିଁ ବୋଲିକିରି ଅଟଲି ସବ୍ କମିଟିର ସଦସ୍ୟମାନେ କହିଥିଲେ। ଏହି ସବ୍ କମିଟି ଓଡ଼ିଶା ଡିଭିଜନ, ଅନୁଗୁଳ, ବଙ୍ଗର ମେଦିନୀପୁର, ମାନ୍ଦ୍ରାଜ ପ୍ରେସିଡେନ୍ସିର ଗଞ୍ଜାମ ଅଞ୍ଚଳ, କେନ୍ଦ୍ରୀୟ ପ୍ରଦେଶର ଖଡ଼ିଆଳ ଅଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଓଡ଼ିଶା ପାଇଁ ସୁପାରିଶ କରିଥିଲେ। ମାନେ ଓଡ଼ିଶା ଡିଭିଜନ ଅନୁଗୁଳ ମିଶା ହେବ, ବଙ୍ଗର ମେଦିନୀପୁର ମିଶା ହେବ, ମାନ୍ଦ୍ରାଜରେ ଥିବା ଗଞ୍ଜାମକୁ ମିଶା ହେବ, କେନ୍ଦ୍ରୀୟ ପ୍ରଦେଶର ଖଡ଼ିଆଳକୁ ମିଶା ହେବ। ଏଇସବୁ ମିଶେଇ କ'ଣ ହେବ, ଗୋଟେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହଉ ବୋଲିକିରି ସୁପାରିଶ କରିଥିଲେ ବା କହିଥିଲେ। କିନ୍ତୁ ଏହା ମାନ୍ଦ୍ରାଜ ସରକାରଙ୍କ ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରି ନଥିଲା ହେଲା। ମାନ୍ଦ୍ରାଜ ସରକାର ବେଶୀ ଅସୁବିଧା ଆମକୁ କରେଇଛନ୍ତି ଓଡ଼ିଶା ହେଲା ତିଆରି ହେବା ପାଇଁ। ସବୁକିଛି ତ ଜାଣିଛ, ଇଂରେଜମାନଙ୍କର ଏପଟେ କହୁଥିଲେ ଗୋଟେ କଥା, ସେପଟେ କରୁଥିଲେ ଆଉ ଗୋଟେ କଥା। ସେମାନଙ୍କର କାରଣ ଯୋଗୁଁ ଆଜି ମଧ୍ୟ ଆମେ କେତେଗୁଡ଼ିଏ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଆମଠୁ ଅଲଗା ହେଇକିରି ଅଲଗା ଜାଗାରେ ମିଶିକି ଅଛନ୍ତି। ତ ଇଏ ଥିଲା ଦ୍ୱିତୀୟ ଅଧ୍ୟାୟର ଗୋଟେ ରିଭିଜନ ସିରିଜ୍ ହେଲା। ଭଲ ଭଲ ମେନ୍ ସିଲେକ୍ଟେଡ୍ କୋଶ୍ଚିନ୍ ଗୁଡ଼ିକୁ ଆମେ ସବୁ ଡିସ୍କସନ୍ କରିକି ମନେ ରଖିବାକୁ ଚେଷ୍ଟା କଲେ। ଆଉ ତୁମେମାନେ ଏଇଟା ଦେଖିଲା ପରେ ମଧ୍ୟ ଟିକେ ଘୋଷିବାକୁ ପଡ଼ିବ, ଘୋଷିଲେ ହିଁ ମନେ ରହିବ, ନହେଲେ ମନେ ରହିବ ନାହିଁ। ତୁମେ ଯଦି ଚାହୁଁଛ ଅଧିକ ମାତ୍ରାରେ ଆକୁ ସେୟାର କରୁଛ ଆଉ ସବସ୍କ୍ରାଇବ୍ ବଢ଼ୁଛି, ତାହେଲେ ହିଁ ତୃତୀୟ ଆଉ ଚତୁର୍ଥ ଆଉ ରାଜନୀତି ବିଜ୍ଞାନର ଏହିପରି ଭାବରେ ସିରିଜ୍ ଆସିବ। କାରଣ ପିଲାମାନଙ୍କର ସପୋର୍ଟ ନ ରହିବା ଫଳରେ ଆମର ମଧ୍ୟ ଟିକେ ଉତ୍ସାହ କମିବାରେ ଲାଗିଛି। ତ ପୁଣି ମିଶିବା ନେକ୍ସଟ ଭିଡ଼ିଓରେ।